जय जगन्नाथ पिलाମାନେ ଆଜି ଆମର ଆଉ ଏକ ନୂତନ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଭିଡ଼ିଓରେ ଚର୍ଚ୍ଚା ଗୀତିକା ସମ୍ବନ୍ଧୀୟ ଆଉ କିଛିଟା ତଥ୍ୟ ଆମେ ଆଲୋଚନା କରିବା। ପୂର୍ବ ଭିଡ଼ିଓରେ ଚର୍ଚ୍ଚା ଗୀତିକା ସମ୍ବନ୍ଧୀୟ ଦୁଇଟି ଭିଡ଼ିଓ ଆସିସାରିଛି। ତ ଆପଣମାନେ ଯେଉଁମାନେ ଦେଖିନାହାନ୍ତି ପ୍ଲେଲିଷ୍ଟରୁ ଯାଇ ଦେଖିନେବେ। ପ୍ରଥମ ଭିଡ଼ିଓରେ ଆମେ ଚର୍ଚ୍ଚା ଗୀତିକାର ଆବିଷ୍କାରକ ବା ସଂଗ୍ରାହକମାନଙ୍କୁ ଜାଣିଥିଲେ, କେବେ ସଂଗ୍ରହ କରିଥିଲେ ଏସବୁ ବିଷୟରେ ଜାଣିଥିଲେ। ଦ୍ୱିତୀୟ ଭିଡ଼ିଓରେ ଆମେ ବିଶିଷ୍ଟ ଚର୍ଚ୍ଚାକାରମାନଙ୍କ ବିଷୟରେ ଜାଣିଥିଲେ। ଆଜି ଭିଡ଼ିଓରେ ଚର୍ଚ୍ଚା ଗୀତିକା ଗୁଡ଼ିକ କେଉଁ ସମୟରେ ରଚନା କରାଯାଇଥିଲା, ଚର୍ଚ୍ଚା ଗୀତିକାର ଭାଷା ଓ ଚର୍ଚ୍ଚା ଗୀତିକା ସମ୍ବନ୍ଧୀୟ ଯେଉଁ ଆଲୋଚନା ପୁସ୍ତକ ଗୁଡ଼ିକ ରହିଛି ସେଗୁଡ଼ିକ ଉପରେ ଆମେ ଜାଣିବା। ତ ଭିନ୍ନ ଭିନ୍ନ ଆଲୋଚକମାନଙ୍କ ମତରେ ଚର୍ଚ୍ଚା ଗୀତିକାର ରଚନା କାଳ ଭିନ୍ନ ଭିନ୍ନ ବୋଲି ମତ ରହିଛି। ତ ଦେଖିବା ସେଇଭଳି ଭାବରେ କେତେଜଣ ଆଲୋଚକମାନେ ଯେଉଁମାନେ କି ଚର୍ଚ୍ଚାର କାଳ ବିଚାର କରିଛନ୍ତି ତାଙ୍କର ସ୍ୱସମ୍ପାଦିତ ପୁସ୍ତକ ଗୁଡ଼ିକରେ। ତ ପ୍ରଥମେ ଆମେ ଦେଖିବା ହରପ୍ରସାଦ ଶାସ୍ତ୍ରୀ, ଯିଏକି ଚର୍ଚ୍ଚା ଗୀତିକା ଗୁଡ଼ିକୁ 1906-07 ମସିହା ବେଳକୁ ନେପାଳ ରାଜ ଦରବାରରୁ ସେ ଆବିଷ୍କାର କରିଥିଲେ ଓ 1916 ଖ୍ରୀଷ୍ଟାବ୍ଦରେ ତାଙ୍କର ସେଇ ସମ୍ପାଦିତ ପୁସ୍ତକ ଗୁଡ଼ିକୁ ବୌଦ୍ଧଗାନ ଓ ଦୋହା ନାମରେ ସଂକଳିତ କରିଥିଲେ। ତ ସେଇ ଗ୍ରନ୍ଥରେ ସେ ଚର୍ଚ୍ଚା ଗୀତିକା ଗୁଡ଼ିକ 1000 ବର୍ଷ ପୂର୍ବର ବୋଲି ମତ ଦେଇଥିଲେ। ତ ସେ ତାଙ୍କର ସେଇ ପୁସ୍ତକରେ କହିଛନ୍ତି 1000 ବছরের পুরাণ বাংলা ভাষায় বৌদ্ধগান ও দোহা এভাবে ভাବରେ ସେ ମତ ଦେଇଛନ୍ତି। ତ ସେଇ ଅନୁସାରେ ଆମେ ଯଦି ଦେଖିବା ତାହେଲେ 19ବିଂଶ ଶତାବ୍ଦୀରେ ସେ ତାଙ୍କର ଏଇ ପୁସ୍ତକକୁ ପ୍ରକାଶ କରୁଛନ୍ତି। ତାର 1000 ବର୍ଷର ପୂର୍ବ ଯଦି ଦେଖିବା ତାହେଲେ 10ମ ଶତାବ୍ଦୀ। ତେଣୁ ହରପ୍ରସାଦ ଶାସ୍ତ୍ରୀଙ୍କ ମତରେ ଚର୍ଚ୍ଚା ଗୀତିକାର ରଚନା କାଳ 10ମ ଶତାବ୍ଦୀ। ପରବର୍ତ୍ତୀ ସମୟରେ ଆମେ ଦେଖିବା ହରପ୍ରସାଦ ଶାସ୍ତ୍ରୀ ପୁଣି କହୁଛନ୍ତି ସତେ এই সকল বইগুলি লেখা হইয়াছিল বলা যায় ଏଭଳି ଭାବରେ ଗୋଟେ ମତ ସେ ଦେଉଛନ୍ତି ତାର ରଚନା କାଳ ସମ୍ବନ୍ଧରେ। ତ ପରବର୍ତ୍ତୀ ସମୟରେ ଆମେ ଦେଖିବା ସୁନୀତ କୁମାର ଚାଟାର୍ଜୀ କହୁଛନ୍ତି ଚର୍ଚ୍ଚା ଗୀତି ଗୁଡ଼ିକର ରଚନା କାଳ 950ରୁ 1200 ଏଭଳି ଭାବରେ ସେ ଏକ ମତ ପୋଷଣ କରୁଛନ୍ତି। ସିଦ୍ଧାଚାର୍ଯ୍ୟ ଲୁଇପାଦ ଓ କାହ୍ନୁପାଦଙ୍କ ଜୀବନ କାଳକୁ ଅନୁସରଣ କରି ସେ ଏହି ମତ ଦେଇଛନ୍ତି ପିଲାମାନେ। ତ ପରବର୍ତ୍ତୀ ସମୟରେ ଡକ୍ଟର ମହମ୍ମଦ ଶହୀଦୁଲ୍ଲାହ ଇନ୍ଦ୍ରଭୂତି ଓ ପଦ୍ମସମ୍ଭବଙ୍କ ଜନ୍ମକାଳକୁ ଅନୁସରଣ କରି ସେ କହୁଛନ୍ତି ଚର୍ଚ୍ଚା ଗୀତିକା ଗୁଡ଼ିକ 7ମ ଶତାବ୍ଦୀର ଶେଷ ଭାଗ ଓ 8ମ ଶତାବ୍ଦୀର ପ୍ରଥମାର୍ଦ୍ଧରେ ରଚନା କରାଯାଇଥିବ। ପରବର୍ତ୍ତୀ ସମୟରେ ଆମେ ଦେଖିବା ପ୍ରବୋଧ ଚନ୍ଦ୍ର ବାଗଚୀ କହୁଛନ୍ତି ଚର୍ଚ୍ଚା ଗୀତିକା ଗୁଡ଼ିକର ସମୟ ହେଉଛି 13ଶ ଶତାବ୍ଦୀ। ତାପରେ ଆମେ ଦେଖିବା ବିନୋଦ ଭଟ୍ଟାଚାର୍ଯ୍ୟ ମତ ଦେଉଛନ୍ତି ଚର୍ଚ୍ଚା ଗୀତିକା ଗୁଡ଼ିକର ଯେଉଁ ଗୁରୁ ପରମ୍ପରାକୁ ଲକ୍ଷ୍ୟ କରି ସେ କହୁଛନ୍ତି ସେଇ 7ମ 8ମ ଶତାବ୍ଦୀ ବେଳକୁ ଏହାର ରଚନା ସମୟ। ତାପରେ ଦେଖିବା ପଣ୍ଡିତ ରାହୁଲ ସଂସ୍କୃତିଆନ କହୁଛନ୍ତି ଚର୍ଚ୍ଚା ଗୀତିକା ଗୁଡ଼ିକର ସମୟ ହେଉଛି 8ମ ଶତାବ୍ଦୀରୁ 13ଶ ଶତାବ୍ଦୀ ଏଭଳି ଭାବରେ ସେ ମତ ଦେଇଛନ୍ତି। ତାପରେ ସୁକୁମାର ସେନ ଚର୍ଚ୍ଚା ଗୀତିକାର କାଳ ବିଚାର କରି ତାର ରଚନା କାଳକୁ 10ମରୁ 12ଶ ଶତାବ୍ଦୀ ବୋଲି କହିଛନ୍ତି ତାଙ୍କର ହିଷ୍ଟ୍ରି ଅଫ୍ ବେଙ୍ଗଲୀ ଲିଟରେଚର ପୁସ୍ତକରେ। ତାପରେ ଜୟକାନ୍ତ ମିଶ୍ର କହୁଛନ୍ତି 8ମ ଶତାବ୍ଦୀରୁ 12ଶ ଶତାବ୍ଦୀ। ତାରାପଦ ମୁଖାର୍ଜୀ କହୁଛନ୍ତି 12ଶ ଶତାବ୍ଦୀର ଶେଷାର୍ଦ୍ଧ ତାର ରଚନା କାଳ। ନବୀନ କୁମାର ସାହୁ ମତ ଦେଉଛନ୍ତି ଚର୍ଚ୍ଚାର ରଚନା ସମୟ ହେଉଛି 7ମରୁ 8ମ ଶତାବ୍ଦୀ ଠାରୁ 12ଶ ଶତାବ୍ଦୀ ପର୍ଯ୍ୟନ୍ତ ଏହି ଚର୍ଚ୍ଚାର ସମୟ। ତ ଏଇଭଳି ଭାବରେ ଚର୍ଚ୍ଚାର କାଳ ବିଚାର ରହିଥିଲା ବା ସଠିକ୍ ସମୟ ଯେହେତୁ ଚର୍ଚ୍ଚା ଗୀତିକା ଗୁଡ଼ିକର ଉଲ୍ଲେଖ ନାହିଁ, ଚର୍ଚ୍ଚା ଗୀତି ସଂଗ୍ରହରେ ତାର କାଳ ସମ୍ବନ୍ଧରେ କୌଣସି ପ୍ରକାର ଉଲ୍ଲେଖ କରାଯାଇ ନାହିଁ। ତେଣୁ ବିଭିନ୍ନ ଆଲୋଚକ ଭିନ୍ନ ଭିନ୍ନ ମତ ପୋଷଣ କରିଛନ୍ତି ତାର ଭାଷାକୁ ଅବଲମ୍ବନ କରି ବା ତାର ଗୁରୁ ପରମ୍ପରାକୁ ଅବଲମ୍ବନ କରି ତାର ରଚୟିତାମାନଙ୍କୁ ଅବଲମ୍ବନ କରି ବିଭିନ୍ନ ପ୍ରକାର ମତ ପୋଷଣ କରିଛନ୍ତି। ପରବର୍ତ୍ତୀ ସମୟରେ ଆମେ ଦେଖିବା ସନ୍ଧ୍ୟା ଭାଷା। ଆମେ ପୂର୍ବ ଭିଡ଼ିଓରେ ଦେଖିଛନ୍ତି ଯେ ଚର୍ଚ୍ଚାର ଭାଷାକୁ କେହି ସନ୍ଧ୍ୟା ଭାଷା ବୋଲି ମତ ଦେଇଛନ୍ତି। ତ ସନ୍ଧ୍ୟା ଭାଷାକୁ ବିଭିନ୍ନ ଆଲୋଚକ ଭିନ୍ନ ଭିନ୍ନ ମତ ପୋଷଣ କରିଛନ୍ତି। ତ ସମର୍ଥ ପୁଣ୍ଡରିକ ଗ୍ରନ୍ଥର ଅନୁବାଦକ ବର୍ଣ୍ଣ ଓଫ୍ ସନ୍ଧ୍ୟା ଭାଷାକୁ ଲାଙ୍ଗୁଏଜ ଏନିଜମେଟିକ୍ ବୋଲି ବା ଭାଷା ପ୍ରହେଳି ବୋଲି ସେ କହିଛନ୍ତି ସନ୍ଧ୍ୟା ଭାଷାକୁ। ତ ଏଇଭଳି ଭାବରେ ପ୍ରଶ୍ନ ବେଳେବେଳେ ପିଲାମାନେ ଆସିଥାଏ ସନ୍ଧ୍ୟା ଭାଷା ପ୍ରହେଳି ବୋଲି ସନ୍ଧ୍ୟା ଭାଷାକୁ କିଏ କହିଛନ୍ତି। ତ ସେଇଭଳି ଭାବରେ ସମର୍ଥ ପୁଣ୍ଡରିକ ଗ୍ରନ୍ଥର ଇଂରାଜୀ ଅନୁବାଦକ ଏଚ୍ କନ୍ ଏହାକୁ ମିଷ୍ଟେରିୟସ୍ ବା ରହସ୍ୟାଚ୍ଛନ୍ନ ବୋଲି ମତ ଦେଇଛନ୍ତି। ତ ସେଇଭଳି ଭାବରେ ଆମେ ଦେଖିବା ମାକ୍ସ ମୁଲାର ଏହି ଭାଷାକୁ ହିଡେନ୍ ସେଇଂ ବା ପ୍ରଚ୍ଛନ୍ନ ଉକ୍ତି ଭାବରେ ଗ୍ରହଣ କରିଛନ୍ତି। ବିଦୁଶେଖର ଶାସ୍ତ୍ରୀଙ୍କ ମତରେ ସନ୍ଧ୍ୟାର ଅର୍ଥ ହେଉଛି ଅଭିପ୍ରାୟକ ବଚନ ବା ନ୍ୟାୟାର୍ଥ ବଚନ। ଏଭଳି ଭାବରେ ସନ୍ଧ୍ୟା ଭାଷାକୁ ଭିନ୍ନ ଭିନ୍ନ ଆଲୋଚକମାନେ ନିଜ ଅନୁସାରେ ମତ ଦେଇଛନ୍ତି। ତ ସେଇଭଳି ଭାବରେ ଚର୍ଚ୍ଚାର ନାମକରଣ ପିଲାମାନେ ଯେଉଁ ରହିଛି କିଏ କେଉଁ ନାମକୁ ଗ୍ରହଣ କରିଛନ୍ତି ତାଙ୍କର ମତରେ। ତ ପଣ୍ଡିତ ବିଦୁଶେଖର ଶାସ୍ତ୍ରୀଙ୍କ ମତରେ ଗ୍ରନ୍ଥଟିର ସଠିକ୍ ନାମ ବା ଶୁଦ୍ଧ ନାମ ଆଶ୍ଚର୍ଯ୍ୟ ଚର୍ଚ୍ଚାଚୟ ହେବ। ଯେଉଁ ଚର୍ଚ୍ଚା ଗୀତିକା ଗୁଡ଼ିକ ସଂଗ୍ରହ କରାଯାଇଛି ବା ଚର୍ଚ୍ଚା ଗୀତି ଗୁଡ଼ିକର ନାମ ସେ ଆଶ୍ଚର୍ଯ୍ୟ ଚର୍ଚ୍ଚାଚୟ ବୋଲି କହିଛନ୍ତି। ତ ପରବର୍ତ୍ତୀ ସମୟରେ କରୁଣାକର କର ଏହି ନାମକୁ ଗ୍ରହଣ କରି ତାଙ୍କର ଯେଉଁ ଗ୍ରନ୍ଥଟିକୁ ସେ ନିଜେ ସମ୍ପାଦିତ କରିଛନ୍ତି ତାର ନାମ ମଧ୍ୟ ସେ ଆଶ୍ଚର୍ଯ୍ୟ ଚର୍ଚ୍ଚାଚୟ ରଖିଛନ୍ତି। ତ ଡକ୍ଟର ପ୍ରବୋଧ ଚନ୍ଦ୍ର ବାଗଚୀ ଚର୍ଚ୍ଚା ଗୀତିକା ଗୁଡ଼ିକୁ ଚର୍ଚ୍ଚା ଗୀତି ବୋଲି ନାମକରଣ କରିଛନ୍ତି। ଡକ୍ଟର ସୁକୁମାର ସେନ ଚର୍ଚ୍ଚା ଗୀତି ପଦାବଳୀ ବୋଲି ନାମ ରଖିଛନ୍ତି ତାଙ୍କ ସ୍ୱସମ୍ପାଦିତ ପୁସ୍ତକର ନାମ। ଖଗେଶ୍ୱର ମହାପାତ୍ର ଚର୍ଚ୍ଚା ଗୀତିକା ରଖିଛନ୍ତି। ଶ୍ରୀ ମଣୀନ୍ଦ୍ର ମୋହନ ବସୁ ଚର୍ଚ୍ଚା ପଦ ବୋଲି ତାଙ୍କ ପୁସ୍ତକର ନାମ ରଖିଛନ୍ତି। ତ କୀର୍ତ୍ତନ ଗାନ ଗୁଡ଼ିକୁ କେବଳ ପଦ କୁହାଯାଏ କିନ୍ତୁ ଏହି ଗୀତ ଗୁଡ଼ିକୁ ଚର୍ଚ୍ଚା ପଦ କୁହାଯାଏ ବୋଲି ହରପ୍ରସାଦ ଶାସ୍ତ୍ରୀ ମତ ଦେଉଛନ୍ତି।
तापर आम देखा चर्या साहित्यर ओडिया आलोचना ग्रंथ चर्या साहित्य संबंधी जो विभिन्न प्रकार आलोचना होती से संबंधी पुस्तक गुड़िक आम देखा तो आश्चर्य चर्या पुस्तकटी करुणाकर करमर जहाँकि उत्कल विश्वविद्यालय डक्टरेट उपाधि पाइबा से यहाँ संकलन करते ओडिशा बौद्ध धर्म नवीन कुमार साहू इंग्राजी पुस्तक होची बुद्धिजीवी इन ओडिशा चर्या गीतिका खगेश्वर महापात्र ए 5 जन सिद्धाचार्य 25 गीतिका को आलोचना परिश्रमित करते चर्या गीति सुरेन्द्र महाराणा पुस्तक एंड इंट्रोडक्शन टू बुद्धिस्ट इसोटरिज्म यहाँ लिखुं विनोदोष भट्टाचार्य तो ये चर्या गीतिका गुड़िक पे बेले बेले प्रश्न आसी थाए ये सर्वनाम गुड़िक ये शब्द गुड़िक कौन हाउ मोए मकु तोड़ा एगुड़िक हूँ सर्वनाम कि तो आलो बी म एगुड़ाक हूँ अवय तो चर्या गीतिका गुड़िक बेले बेले आम देखा रूढ़ी भी व्यवहार होती जमीक दिवसई बाहुड़ी काड़ई डरे भाग्य से भाव में रुखेर तेंतुड़ी कुंभीरे खाओ हांडी तो भात ना नीति आवेणी ये भाव में कौन रही रूढ़ी गुड़िक रही तो चर्या गीतिकार भाषा को कौन कौन मत समस्ते दौरान आम देखा तो प्रथम आम देखा चर्या गीतिर भाषा को मुनिदत्त प्राकृत भाषा बोली कहते चर्या गीतिकार टीकाकार मुनिदत्त चर्यार भाषा को प्राकृत भाषा बोली कहते तो अध्यापक बेंडेल साहेब कहते हैं हूँ अपभ्रंश बौद्ध प्राकृत भाषा परवर्ती समय आम देखा हरप्रसाद शास्त्री यहाँ प्रत्न बंगला पुराणा बंगला भाषा बोली कहते तो यहाँ तो आम आलोचना करें से कहते 1000 बछर पुराण बांग्ला भाषा बौद्ध गान दोहा बोली तो से जो स्वसंपादित ग्रंथ जो रही दोहाकोश से कहते ये ग्रंथर भाषा हो चर्या गीतिका गुड़िकर भाषा हूँ प्राचीन बंगला भाषा तो से भाव में आम देखा हरप्रसाद शास्त्री कहते बंगला भाषा बोली डॉक्टर सुनीत कुमार चटर्जी चर्यार भाषा को कहते हिस्ट्री ऑफ बेंगल ग्रंथ में इट इज बेंगली एंड नॉट ओल्ड मागधी ओल्ड मैथिली ओल्ड भोजपुरी और ओल्ड ओडिया से भाव में एक मत प्रदान कर भाव में जयकांत मिश्र कहते चर्यार भाषा प्राचीन मैथिली जयकांत मिश्र कहते द लैंग्वेज ऑफ द दोहाकोश ऑफ दिस सिद्ध इज फ्रॉम ऑफ अपभ्रंश हिस्ट्री ऑफ मैथिली लिटरेचर रे से कहते तो से भाव में आम देखा राहुल संस्कृतायन सहित आउ कि हिंदी ऐतिहासिक गण तार भाषा को हिंदी बोली कहते डॉक्टर हेम बड़ुआ और श्री डिम्बेश्वर नियोगी जो आलोचना पुस्तक रही से चर्यार भाषा को आसामी भाषा बोली कहते शशिभूषण राय विनायक मिश्र भाई ओडिया आलोचक मैंने चर्या गीतिकार भाषा को ओडिया भाषा बोली कहते डॉक्टर करुणाकर आश्चर्य चर्या चर्या गीतिकार भाषा को ओडिया भाषा बोली कहते तो डॉक्टर बंशीधर महांती ओडिया भाषा बोली कहते ओडिया बौद्ध गान दोहार भाषा ओडिया भाषा और तार जो रचयिता मैंने से ओडिशार बोली एभली भाव मत दौरान किंतु परवर्ती समय आम देखा नवीन कुमार साहू से किंतु मत देउछन्ति जे ए चर्या गीतिकार भाषा गुड़िक कौन आंचलिक भाषा कौन अंचल पुराणा भाषा नुहे यह हूँ पूर्व भारतर व्यवहृत पुराणा भाषा तो देखा से भाव में मत को परवर्ती समय अनेक ग्रहण कर तो बेंडेल साहेब हरप्रसाद शास्त्री पूर्व जो सी कौन करते 28 दोहाकोश संकलित करते से चर्यार भाषा को अपभ्रंश भाषा बौद्ध प्राकृत बोली कहते तो सुरेन्द्र महांती यहाँ मागधी अपभ्रंश बोली कहते खगेश्वर महापात्र प्राच्य अपभ्रंश बोली कहते चर्या गीतिकार भाषा तो ये जो रही समस्त आलोचना को आम जब देखा ताहले यह कौन गोटे अंचल भाषा नुहे चर्या गीतिकार भाषा आम जब देखा ताहले प्राचीन बंगला प्राचीन ओडिया प्राचीन आसामी प्राचीन मैथिली कहवा सठिक नुहे यह हूँ पूर्व मागधी अपभ्रंश भाषा बा पूर्व भारत में तत्कालीन समय व्यवहार कर भाषा रे चर्या गीतिका गुड़िक रचित होती भाव में परवर्ती समय मत पोषण कर आलोचक मैंने तो ये चर्या गीतिका संबंधी आउ केतेक तथ्य तेणु ये सब तथ्य परवर्ती समय आपण परीक्षा निश्चित भाव में उपादेय हो आपण प्रस्तुति को निश्चित भाव में आगे नेब तो ये नूतन वीडियो पाइबा आम चैनल को सब्सक्राइब कर दिंतु आम सहित जोड़ी हो जाता सांगसाथी मान सहित शेयर कर दिंतु ता सहित जब वीडियो भल लगी था लाइक करदे तो धन्यवाद।